ସପ୍ତବିଂଶ ପରିଚ୍ଛେଦ ଅପୂର୍ବ ମିଳନ। ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ। ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ। ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ। ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ ଅତି ସାବଧାନରେ କିଛି କର୍ମ କରି ମନେ କରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛି। ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବା ବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟ ନେତ୍ର ଅତିକ୍ରମ କରିବାର ଉପାୟ ନାହିଁ। ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବା ବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟ ନେତ୍ର ଅତିକ୍ରମ କରିବାର ଉପାୟ ନାହିଁ। ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ, ତାହାର ଫଳ ତୁମ୍ଭଙ୍କୁ କଦାଚିତ୍ ବଂଶ ପରମ୍ପରାକୁ ଭୋଗ କରିବାକୁ ହେବ। ହେ ବଳବାନ ଧନବାନ ଗର୍ବିତ, ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାରି ଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ। ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ ଫକୀର ପ୍ରତି ଅତ୍ୟାଚାର କରି ରକ୍ଷା ପାଇପାରି ନାହାନ୍ତି। ଶିଖ ଗୁରୁ ଗୋବିନ୍ଦ ଜଣେ ସାମାନ୍ୟ ମୁସଲମାନଙ୍କ ଉପକାର କରି ପ୍ରାଣସଙ୍କଟଜନକ ଘୋର ବିପଦରୁ ରକ୍ଷା ପାଇଥିଲେ। ସେ ଐତିହାସିକ ବଡ଼ ବଡ଼ କଥା ଛାଡ଼ିଦିଅ। ବାଘସିଂହ ଘରେ ଚୌକିଆ ଥିବା ହେତୁରୁ ରତନପୁରର ଯେଉଁ ଡମମାନଙ୍କୁ ଆମ୍ଭମାନଙ୍କ ମଙ୍ଗରାଜେ ଚକ୍ରାନ୍ତ କରି ଜେଲ ଦିଆଇଥିଲେ, ଘଟଣା ସୂତ୍ରରେ ଆଜି ସେହିମାନଙ୍କ ହାତରେ ଲାଞ୍ଛନା ଭୋଗ କରିବାକୁ ହେଲା। ରତନପୁର ମୌଜାର ଡମମାନେ ପ୍ରଥମ ଦିନ ମଙ୍ଗରାଜଙ୍କୁ ଜେଲଖାନାରେ ଦେଖି ସଙ୍ଗାତ ଅଇଲେ, ଶ୍ୱଶୁର ଅଇଲେ, ସାଆନ୍ତେ ଅଇଲେ କହି ହସି ହସି ଟାପରା କରି ତାଙ୍କୁ ଦଣ୍ଡବତ କରିଥିଲେ। ସେହି ଜଣେ ଧନବନ୍ତ ବଡ଼ ଲୋକ ଜେଲ ଗଲେ ପୁରୁଣା ସରଦାର କଏଦୀମାନେ କିଛି ପାଇବା ଆଶାରେ ତାହା ପ୍ରତି ଅତ୍ୟାଚାର କରିଥାନ୍ତି। ମଙ୍ଗରାଜେ ରତନପୁରିଆଙ୍କ ସାଙ୍ଗରେ ଘଣା ପେଲିବା ସମୟରେ ତାଙ୍କ ଉପରେ ଗୋଇଠାଏ ଖୁନ୍ଦାଟାଏ ବାଜି ଯାଉଥାଏ। ଆମ୍ଭେମାନେ ଗୋଟିଏ କଥା କହିବାକୁ ଭୁଲି ଯାଇଛୁ। ମିଥ୍ୟା ସାକ୍ଷ୍ୟ ଦେବା ଅପରାଧରେ ଗୋବରା ଜେନାର କଠିନ ପରିଶ୍ରମ ସହିତ 1 ବର୍ଷ ମିଆଦ ହୋଇଯାଇଛି। ଦିନ କାହାରିକୁ ଅନାଇ ବସିରହେ ନାହିଁ। ଚିରକାଳ ସମାନ ଭାବରେ ଦିନରାତି ସମାନ ଭାବରେ ବହିଯାଉଛି। ମଙ୍ଗରାଜେ ଘଣା ପେଲୁଛନ୍ତି ବୋଲି ଯେ ଦିନ ଅଟକି ରହିବ ଏମନ୍ତ କିଛି ନୁହେଁ। ଲୋକେ କହନ୍ତି, ସୁଖର ଦିନ ଘୋଡ଼ାରେ ଧାଏଁ, ଦୁଃଖର ଦିନ ହାତୀରେ ଚଢ଼ିଯାଏ। ତୁମ୍ଭେ ହା ହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ। ତୁମ୍ଭେ ଯାହା କହ, ଦିନ ତାହାର ନିଜର କାର୍ଯ୍ୟ ଭଲ ବୁଝେ। ତାହାର ଆଠ ପହରରୁ ନିଶି ସେ ଆଡ଼ବାଙ୍କ ହେବାର ନାହିଁ। 1, 2, 3, 4 ଦିନ କରି ମଙ୍ଗରାଜଙ୍କ ଜେଲ ମିଆଦ 2 ମାସ କଟିଗଲାଣି। ସେ ଯେଉଁ ବଖରାରେ ଶୋଉଥିଲେ, ସେ ବଖରାଟା ମରାମତ କରାଯିବାର ପ୍ରୟୋଜନ ହେବାରୁ ତାଙ୍କୁ ଅନ୍ୟ ଗୋଟିଏ ବଖରାକୁ ନିଆଗଲା। ଜେଲଖାନାରେ ଗୋଟିଏ ଗୋଟିଏ ବଖରାରେ 8ଟି ଲେଖାଏଁ ମାଟିର ପିଣ୍ଡି ବନ୍ଧାଥାଏ। ଜେଲଖାନାରେ ଗୋଟିଏ ଗୋଟିଏ ବଖରାରେ 8ଟି ଲେଖାଏଁ ମାଟିର ପିଣ୍ଡି ବନ୍ଧାଥାଏ। ରାତିରେ କମ୍ବଳ ପାରି ସେଥିରେ 8 ଜଣ କଏଦୀ ଶୁଅନ୍ତି। ଦୈବାତ ରତନପୁର ମୌଜାର 6 ଜଣ ଡମ, ଗୋବରା ଜେନା ଏବଂ ମଙ୍ଗରାଜେ ଏହି 8 ଜଣ ଗୋଟିଏ ବଖରାରେ ରହିଲେ। 4 ଦିନ ତଳେ ମଙ୍ଗରାଜଙ୍କ ଉପରେ ଭାରି ଗୋଟାଏ ବିପଦ ଘଟିଯାଇଛି। ଆଜିକାଲି କଟକ ଦରଘା ବଜାରରେ ଯେ ଗୋଟିଏ ପାଗଳଖାନା ଅଛି, ଏପରି ପୂର୍ବେ ନଥିଲା।
ବାୟାମାନଙ୍କୁ ଜେଲଖାନାରେ ବନ୍ଦ କରି ରଖାଯାଉଥିଲା। ମଙ୍ଗରାଜଙ୍କ ରହିବା କୋଠରୀର କିଛି ଦୂରରେ ପାଗଳା ଗାରଦ। ସେଠାରେ ଗୋଟିଏ ଭୟଙ୍କର ବାୟା ଥିଲା। ସେ ରାତିଯାକ ଶୁଏ ନାହିଁ। ମୋ ସାରିଆ, ମୋ 6 ମାଣ 8 ଗୁଣ୍ଠ କହି ନାଚେ, ଚିଲା ମାରେ, ଡକା ପାଡ଼େ, ହସେ। ମଙ୍ଗରାଜଙ୍କୁ ଦେଖିଲେ ସର୍ବଦା କାମୁଡ଼ିବାକୁ ଧାଏଁ। ବରକନ୍ଦାଜମାନେ ଧରାଧରି କରି ରଖନ୍ତି। ସେଦିନ ହଠାତ୍ ଧାଇଁ ଆସି ମଙ୍ଗରାଜଙ୍କ ନାକ କାମୁଡ଼ି ପକାଇ ଛିଣ୍ଡାଇ ଦେଇଅଛି। ଆଜି ଜେଲଖାନା ଦୁଆରେ ଭାରି ଗୋଳମାଳ। 2 ଗୋଟି ରୋଗୀ ପଡ଼ିଛନ୍ତି। ଗୋଟିଏ ସୁକ୍ ସୁକ୍ ହେଉଥିଲା, ମରିଗଲା। ଆଉ ଗୋଟାକୁ ଧୁଆଧୋଇ କରି ନେଟିଭ ଡାକ୍ତର ଓ କମ୍ପାଉଣ୍ଡର ପଟି ବାନ୍ଧି ଦେଉଛନ୍ତି। ବେଳ 9 ଘଣ୍ଟା ସମୟରେ ଡାକ୍ତର ସାହେବ ଆସି ମାଇନା କଲେ। ରୋଗୀର ସର୍ବାଙ୍ଗ ପରୀକ୍ଷା କଲେ। ଜେଲ୍ ଦାରୋଗା ରେଜିଷ୍ଟରୀ ବହି ଦେଖି କହିଲେ, ଲାଶ୍ 977 ନମ୍ବର କଏଦୀ ଗୋବରା ଜେନା, ରୋଗୀ ନମ୍ବର 975 କଏଦୀ ରାମଚନ୍ଦ୍ର ମଙ୍ଗରାଜ। ରୋଗୀର ସର୍ବାଙ୍ଗ ସ୍ଥାନେ ସ୍ଥାନେ ଫୁଲିଛି। ନାକଦଣ୍ଡା ଫାଟିଯାଇ ରକ୍ତ ବହୁଛି। ସମୟ ସମୟରେ ରକ୍ତ ବାନ୍ତି ହେଉଛି। ଡାକ୍ତର ସାହେବ ରୋଗର କାରଣ ମାଡ଼ ବୋଲି ସ୍ଥିର କଲେ। ଖୁବ୍ ତଦାରଖ କଲେ। ଧୁମଧାମ ହେଲା। କିଏ ମାଡ଼ ମାରିଲା ସ୍ଥିର ହେଲା ନାହିଁ। ରୋଗୀର କଥା କହିବାର ଶକ୍ତି ନାହିଁ। କେବଳ ଗତ ରାତ୍ରିରେ ପହରା ବରକନ୍ଦାଜ ଅର୍ଦ୍ଧରାତ୍ର ସମୟରେ ଦୁମ୍ ଦାମ୍ ଗୁମ୍ ଗାମ୍ ଶବ୍ଦ ଶୁଣିଥିବାର ସାକ୍ଷ୍ୟ ଦେଲା। ଡମ 6 ଜଣ ସାକ୍ଷ୍ୟ ଦେଲେ। କଏଦୀ 2 ଜଣ ପରସ୍ପର ବାଡ଼ିଆ ବାଡ଼େଇ ହୋଇଅଛନ୍ତି। ମକଦ୍ଦମା ତଦାରଖ ଖତମ ହେଲା। ଡାକ୍ତର ସାହେବ ହୁକୁମ ଦେଲେ, ରୋଗୀର ବଞ୍ଚିବାର ସମ୍ଭାବନା ବିରଳ। ତାହାର ଜ୍ଞାତି ବନ୍ଧୁ ଇଚ୍ଛା କଲେ ଚିକିତ୍ସା ସକାଶେ ଘରକୁ ଘେନି ଯାଇପାରନ୍ତି। ଥାନାଦ୍ୱାର ଗୋବିନ୍ଦପୁରରେ ସାହେବଙ୍କ ହୁକୁମ ପହଞ୍ଚିଲା। ପୁଅମାନେ ଧାନ ଅମାର ତଳିପୋଛ ପ୍ରାୟ କରିଦେଲେଣି। ସେମାନେ ବାପକୁ ଚିହ୍ନନ୍ତି। ଫେରି ଅଇଲେ କି ରକ୍ଷା? କେଉଁ ବୁଦ୍ଧିମାନ ଲୋକ ଜାଣୁ ଜାଣୁ ଆପଣା ବିପଦକୁ ଡାକି ଆଣେ। ଆତ୍ମାନଂ ସତତଂ ରକ୍ଷେତ୍। ଏହି ନୀତିବାକ୍ୟଟି ସମସ୍ତଙ୍କୁ ଜଣା। ବୁଢ଼ା ହଳିଆ ମୁକୁନ୍ଦା ଲଣ୍ଡଭଣ୍ଡ ହୋଇ 2ଟା ଅଣ୍ଡିରା, 4-6ଟା ପହ୍ଲାଣ ସଜ ବିକିଦେଇ ଖଣ୍ଡେ ଡୋଲି ଧରି ତରବର ହୋଇ କଟକ ଧାଇଁଲା।